ବାଲିଗୁଡ଼ା ଆଇଟିଡି ଅଫିସରେ କାର୍ଯ୍ୟରତ ବୈକୁଣ୍ଠନାଥ ବେହେରା ଆକ୍ସିଡେଣ୍ଟ ହେଇଛନ୍ତି। ସେ ଆୟୁ ବୟୋବୃଦ୍ଧ କରିଥିବା ଅଭିଯୋଗରେ ଆମେ ଗତକାଲି ତାଙ୍କର ବାସଭବନ ଆବାସିକ ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ 9 ଜାଗାରେ ବାରିପଦା, ଯାଜପୁର, ଭୁବନେଶ୍ୱର ଏବଂ ବାଲିଗୁଡ଼ାରେ ଚଢ଼ଉ କରିଥିଲେ। ବିନା ଚଢ଼ଉ ବେଳେ ସେ ଭୁବନେଶ୍ୱର ଏବଂ ଆଖପାଖରେ ପ୍ରାୟ 6ଟି ବହୁତଳ ବିଲ୍ଡିଂ କରିଥିବାର ଆମକୁ ଆସିଛି। ଆଉ ଗୋଟେ ସିମ୍ପ୍ଲେକ୍ସ ଘର ଅଛି। ମୋଟ 6ଟି ବହୁତଳ ଘର ତିଆରି କରିଛନ୍ତି ଏବଂ ଭୁବନେଶ୍ୱର ଏବଂ ଆଖପାଖରେ 14 ଗୋଟି ବହୁମୁଖ୍ୟ ପ୍ଲଟ୍ କରିଛନ୍ତି। ତାଙ୍କ ପାଖରୁ 45 ଲକ୍ଷ ଟଙ୍କା ପ୍ରାୟ ଡିପୋଜିଟ୍, 552 ଗ୍ରାମ ପର୍ଯ୍ୟନ୍ତ ସୁନା ଏବଂ 5ଟି ଲୋକ ଥିବାର ଜଣାପଡ଼ିଛି। 5ଟି ଲକ୍ଷର ମଧ୍ୟରୁ 4ଟି ଲକ୍ଷ ଗତକାଲି ଆମର ଇନଭେଣ୍ଟ୍ରି ହେଇଛି ଏବଂ ଗୋଟିଏ ଲୋକ ବାକି ଅଛି। ଲୋକ ଭିତରୁ 2 କୋଟି ଟଙ୍କା ତାଙ୍କର ଜବତ କରାଯାଇଛି। ଆଉ ବାକି ଆୟର କେତେ ପରସେଣ୍ଟ? ଆୟର 798%। ଆୟ ସମୁଦାୟ କେତେ ଟଙ୍କା ବାହାରିଛି? ସମୁଦାୟ ତଦନ୍ତ ଜାରି ରହିଛି। ସାର୍ ତାଙ୍କ ସ୍ତ୍ରୀଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ସେ ତଦନ୍ତ ପରିସରଭୁକ୍ତ ରହିଛି। ସେ ସମ୍ପତ୍ତି ଅଛି, ସେ ତଦନ୍ତ ପରିସର। ବୈକୁଣ୍ଠ କଥା କୋର୍ଟ ଚାଲାଣ କରାଯାଇଥିଲା କେମିତି? ବୈକୁଣ୍ଠନାଥ ବେହେରାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ଜାରି ରହିବ। ତଦନ୍ତ ଜାରି ରହିବ, ଚଢ଼ଉ ଜାରି ରହିବ। ସେ କେବଳ ଏକୁଟିଆ ଥିଲା ଆଉ ତାଙ୍କ ସହଯୋଗ କରିଥିଲେ? ନାଇଁ, ବର୍ତ୍ତମାନ ତ ତାଙ୍କରି ନାଁରେ ଆୟ ବଢ଼ୁଥିବା ସମ୍ପତ୍ତି ସେ ତାଙ୍କ ନାଁରେ ରୁଜୁ କରାଯାଇଛି। ସିଏ ଏବଂ ତାଙ୍କ ସ୍ତ୍ରୀ ଅଛନ୍ତି। ଆଉ କରାଯିବ। ବର୍ତ୍ତମାନ ବାବୁ ଜଣକ କେତେ ଟଙ୍କା ଚାକିରି ଆରମ୍ଭ କରିଥିଲେ? ଆଉ 1999 ମସିହାରେ 6,000 ଟଙ୍କାରେ ଚାକିରି ଆରମ୍ଭ କରିଥିଲେ। ବର୍ତ୍ତମାନ ଆପ୍ରୋକ୍ସିମେଟ୍ ସାଲାରୀ ତାଙ୍କର 80,000 ଅଛି। କୋଉ ସୋର୍ସ କେମିତି ପଇସା ଆସେ ସେ କିଛି ଜଣା ସେ ତଦନ୍ତ ସ୍ତ୍ରୀ ଉପରେ କ'ଣ କାର୍ଯ୍ୟ? ବର୍ତ୍ତମାନ